ସକାଳ ପାହିଲେ ବିନାୟକ ମହାରାଜ ଅଜସ୍ର ଫୁଲ ଆଣି ଦିଅନ୍ତି। ଆଉ ଫୁଲ କମିଗଲେ ଇଏ ଯାଇ ମଝିରେ ମଝିରେ ତୋଳି ଆଣନ୍ତି। ମୁଁ ବସି ପଡ଼େ ଫୁଲ ଗୁନ୍ଥିବାକୁ। ଜୀବନର ଏଇ ଅମୃତ ଅନୁଭବ ଆଉ ଏ ଜନ୍ମରେ ପାଇବି କି ନାହିଁ ମୁଁ ଜାଣେ ନା। ମୋର ପରମ ଗୁରୁଙ୍କର ପରମ ପୀଠରେ ଯାଇ ଏଇ କେତେ ଦିନ ରହଣି ଆଉ ଫୁଲ ଗୁନ୍ଥିବାର ସୁଯୋଗ ମୋ ଜୀବନର ଗୋଟେ ମହାର୍ଘ ସମୟ ବୋଲି ମୋର ମନେ ହୁଏ। ଆପଣମାନଙ୍କୁ ତ ମୁଁ ସବୁବେଳେ ଫୁଲ ଗୁନ୍ଥା ଭିଡ଼ିଓ ପକାଏ। ଏଠି ଯେଉଁ ମାଳ, ଏଠି ଯେତିକି ଫୁଲ ମୁଁ ପାଇଥିଲି ମୁଁ ଜୀବନରେ କେଉଁଠି ଦେଖି ନାହିଁ। ମୋ ଠାକୁର କହିଥିଲେ ତାଙ୍କର ଭକ୍ତ ବା ଆଶ୍ରିତ ମୁହଁ ଦୁଃଖିତ କରି ବସିଲେ ତାଙ୍କ ଛାତି ଫାଟିଯାଏ। ହେଲେ ମୋ ଠାକୁର ଯଦି ବିନା ଫୁଲରେ ବସିଥାନ୍ତି ମୋତେ ଲାଗେ ମୋ ଛାତି ଫାଟିଯିବ। ଠାକୁରଙ୍କୁ ଫୁଲରେ ସଜେଇ ଦେଲେ ମୁଁ ଅପୂର୍ବ ଆନନ୍ଦ ଲାଭ କରେ। ହେ ପ୍ରଭୁ, ମୋର ଅନ୍ତର୍ଯ୍ୟାମୀ, ତୁମେ ମୋର ଅନ୍ତର କଥା ବୁଝି ମୋତେ ପୁନର୍ବାର ଏହି ସୁଯୋଗ ଦେବ ବୋଲି ଆଶା ରଖୁଛି। ଆଉ କୋଟି ପ୍ରଣାମ ଜଣାଉଛି। ଏ ମାଳ ଆପଣଙ୍କୁ କେମିତି ଲାଗିଲା କହିବେ। ସକାଳ ପାହିଲେ ବିନାୟକ ମହାରାଜ ଅଜସ୍ର ଫୁଲ ଆଣି ଦିଅନ୍ତି। ଆଉ ଫୁଲ କମିଗଲେ ଇଏ ଯାଇ ମଝିରେ ମଝିରେ ତୋଳି ଆଣନ୍ତି। ମୁଁ ବସି ପଡ଼େ ଫୁଲ ଗୁନ୍ଥିବାକୁ। ଜୀବନର ଏଇ ଅମୃତ ଅନୁଭବ ଆଉ ଏ ଜନ୍ମରେ ପାଇବି କି ନାହିଁ ମୁଁ ଜାଣେ ନା। ମୋର ପରମ ଗୁରୁଙ୍କର ପରମ ପୀଠରେ ଯାଇ ଏଇ କେତେ ଦିନ ରହଣି ଆଉ ଫୁଲ ଗୁନ୍ଥିବାର ସୁଯୋଗ ମୋ ଜୀବନର ଗୋଟେ ମହାର୍ଘ ସମୟ ବୋଲି ମୋର ମନେ ହୁଏ। ଆପଣମାନଙ୍କୁ ତ ମୁଁ ସବୁବେଳେ ଫୁଲ ଗୁନ୍ଥା ଭିଡ଼ିଓ ପକାଏ। ଏଠି ଯେଉଁ ମାଳ, ଏଠି ଯେତିକି ଫୁଲ ମୁଁ ପାଇଥିଲି ମୁଁ ଜୀବନରେ କେଉଁଠି ଦେଖି ନାହିଁ। ମୋ ଠାକୁର କହିଥିଲେ ତାଙ୍କର ଭକ୍ତ ବା ଆଶ୍ରିତ ମୁହଁ ଦୁଃଖିତ କରି ବସିଲେ ତାଙ୍କ ଛାତି ଫାଟିଯାଏ। ହେଲେ ମୋ ଠାକୁର ଯଦି ବିନା ଫୁଲରେ ବସିଥାନ୍ତି ମୋତେ ଲାଗେ ମୋ ଛାତି ଫାଟିଯିବ। ଠାକୁରଙ୍କୁ ଫୁଲରେ ସଜେଇ ଦେଲେ ମୁଁ ଅପୂର୍ବ ଆନନ୍ଦ ଲାଭ କରେ। ହେ ପ୍ରଭୁ, ମୋର ଅନ୍ତର୍ଯ୍ୟାମୀ, ତୁମେ ମୋର ଅନ୍ତର କଥା ବୁଝି ମୋତେ ପୁନର୍ବାର ଏହି ସୁଯୋଗ ଦେବ ବୋଲି ଆଶା ରଖୁଛି। ଆଉ କୋଟି ପ୍ରଣାମ ଜଣାଉଛି। ଏ ମାଳ ଆପଣଙ୍କୁ କେମିତି ଲାଗିଲା କହିବେ।